ବରକୋଣାଠାରେ ଖୋଲିଲା ସରକାରୀ ଧାନକ୍ରୟ ଉପକେନ୍ଦ୍ର। ଭଦ୍ରକ ଜିଲ୍ଲା ବୌଦ୍ଧ ବ୍ଲକ ବସତିଆ ପଞ୍ଚାୟତ ବରକୋଣାଠାରେ ବସନ୍ତିଆ ସେବା ସମବାୟ ସମିତିର ସମ୍ପ୍ରସାରିତ ସରକାରୀ ଧାନକ୍ରୟ ଉପକେନ୍ଦ୍ର ଆଜି ଉଦ୍ଘାଟିତ ହୋଇଯାଇଛି। ଜାନୁଆରୀ 1ରେ DRCS ଭଦ୍ରକଙ୍କ ଆଦେଶନାମା ସଂଖ୍ୟା 81 ଅନୁଯାୟୀ ତଦନ୍ତ କମିଟିର ସୁପାରିଶ କ୍ରମେ ଚାଷୀମାନଙ୍କ ସୁଗମ ଧାନ ସଂଗ୍ରହ ଏବଂ ସୁବିଧା ପାଇଁ ମୂଳ PPC ସହିତ ପ୍ୟାକ୍ସ ଦ୍ୱାରା ବରକୋଣାଠାରେ ଧାନକ୍ରୟ ଉପକେନ୍ଦ୍ର ପରିଚାଳିତ ହେବ ବୋଲି ଜଣାଯାଇଛି। ଏହା ଫଳରେ ବରକୋଣା, ରାମପୁର, ଆପଣ୍ଡା, କଟିଣା, ବାଲିପୁର ଆଦି ଗ୍ରାମର ପ୍ରାୟ 300ରୁ ଅଧିକ ଚାଷୀ ଉପକୃତ ହୋଇପାରିବେ। ଏଠାରେ ପ୍ରତି ଶନିବାର ଧାନକ୍ରୟ କରାଯିବ ବୋଲି ଜଣାଯାଇଛି। ପୂଜା କାର୍ଯ୍ୟରେ ସମିତିର ସଭାପତି ବସନ୍ତ କୁମାର ବେହେରା, ଜିଲ୍ଲା ଧାନ ପ୍ରକ୍ରିୟାକରଣ କମିଟିର ସଭ୍ୟ ଶଙ୍କର୍ଷଣ ଜେନା ସଂକଳ୍ପ କରିଥିଲେ। ପୂଜକ ଚନ୍ଦନ ମିଶ୍ର ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ। ଉଦ୍ଘାଟନ ବେଳେ ସମ୍ପାଦକ ବିବେକାନନ୍ଦ ବିଶ୍ୱାଳ, ପରିଚାଳନା ପରିଷଦର ସଭ୍ୟା ତିଳୋତ୍ତମା ଜେନା, ମମତା ବେହେରା, ସଭ୍ୟ ରାମଚନ୍ଦ୍ର ଜେନା, ଚାଷୀ କମିଟିର ସଭ୍ୟ ଆନନ୍ଦ ଚନ୍ଦ୍ର ଓଝା, ବ୍ରହ୍ମାନନ୍ଦ ରଣା, ଅରୁପ ମଲ୍ଲିକ, ଅଶୋକ ସାହୁ, ଜୀବନାନନ୍ଦ ମଇକାପ, ଚାଷୀ ସୁଭାଷ ଚନ୍ଦ୍ର ମଲ୍ଲିକ, ମାର୍କଣ୍ଡ ବେହେରା, ଅମୂଲ୍ୟ ରାଉତ, ସନାତନ ଜେନା, ବାବାଜୀ ଧଳ, ବିନୋଦ ସ୍ୱାଇଁ, ଶ୍ରୀକାନ୍ତ ସ୍ୱାଇଁ, କାଶୀନାଥ ପହି, ଦିଲ୍ଲୀପ ସ୍ୱାଇଁ, ଜଗବନ୍ଧୁ ଜେନା, ସୁଭାଷ ସ୍ୱାଇଁ, ସୁବଳ ଧଳ, ଲକ୍ଷ୍ମଣ ଜେନା, ଜଗବନ୍ଧୁ ଜେନା, ଗଣେଶ ମହାଳିକ, ଅଲେଖ ଶଙ୍ଖୁଆ, ସୁଶାନ୍ତ ଧଳ, ବିଭୂତି ଧଳ, କୋଦଣ୍ଡଧର ଜେନା, କୈଳାସ ସ୍ୱାଇଁ, ମନୋରମା ସ୍ୱାଇଁ, ବୃନ୍ଦାବନ ସ୍ୱାଇଁ, ମନୋରଞ୍ଜନ ସ୍ୱାଇଁ, ଅମୂଲ୍ୟ ବିଶ୍ୱାଳ, ମୀନକେତନ ପ୍ରଧାନ, ଯୁଧିଷ୍ଠିର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସହ ସମ୍ପାଦକ ଅଶୋକ ସାହୁ, DO ମାନସ ବାରି, କର୍ମଚାରୀ ଗୋପୀନାଥ ଓଝା ସହଯୋଗ କରିଥିବା ଦେଖାଯାଇଥିଲା। ପ୍ରଭୁ ରାମେଶ୍ୱରଙ୍କୁ ପ୍ରଥମେ ପ୍ରଣାମ ଜଣାଉଛି। ଆଜି ବସନ୍ତିଆ ସେବା ସମବାୟ ସମିତିର ସବ୍ ସେଣ୍ଟର ବରକୋଣାଠାରେ ଉଦ୍ଘାଟନ ପୂଜା କରାଗଲା ଏବଂ ଏଥିରେ ପ୍ରତ୍ୟେକ ଶନିବାର ଦିନ ଧାନ କ୍ରୟ କରାଯିବ ଏବଂ ଏ ଅଞ୍ଚଳର ସମସ୍ତ ଚାଷୀ ତଥା ଆମ ସମବାୟ ସମିତିର ସମସ୍ତ ଚାଷୀ କମିଟିର ସମସ୍ତ ସଭ୍ୟ ଏବଂ ବୋର୍ଡ଼ ମେମ୍ବର ସମସ୍ତେ ସହଯୋଗ କରି କେମିତି ସୁରୁଖୁରୁରେ ଧାନ ମଣ୍ଡା ସମସ୍ତଙ୍କୁ ମୁଁ ଏତିକି କହି ଅନୁରୋଧ କରୁଅଛି। ମୁଁ ଶଙ୍କର୍ଷଣ ଜେନା, ବିଜେପି କୃଷକ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ତଥା ଭଦ୍ରକ ଜିଲ୍ଲାର ଧାନ ପ୍ରକ୍ରିୟାକରଣ କମିଟିର ସଭ୍ୟ। ମୁଁ ଆଜି ବସନ୍ତିଆ ସେବା ସମବାୟ ସମିତିକୁ ଆସିଥିଲି ଏବଂ ସେବା ସମବାୟ ସମିତିର ବହୁ ଚାଷୀ ହେଇଥିବାରୁ ତେଣୁ ସେଠି ଗୋଟେ ସବ୍ ମଣ୍ଡିର ଆବଶ୍ୟକତା ଥିଲା। ତେଣୁ ଜିଲ୍ଲାପାଳ ଏବଂ ଆମର ଯିଏ ସେବା ସମବାୟ ସମିତିର DRCS ଅଛନ୍ତି ସେମାନଙ୍କୁ ବହୁ ଅନୁରୋଧ କ୍ରମେ ଯାହା ହଉ ସେ ଆମକୁ ସେ ମଣ୍ଡିର ଗୋଟେ ସବ୍ ସେଣ୍ଟର କରିବା ପାଇଁ ଅନୁମତି ପ୍ରଦାନ କଲେ। ଯେଉଁଦିନ ଅନୁମତି ପ୍ରଦାନ କଲେ ମୁଁ ସାଙ୍ଗେ ସାଙ୍ଗେ ସମ୍ପାଦକ ଏବଂ ସଭାପତି ମହୋଦୟଙ୍କୁ ମଧ୍ୟ ଜଣେଇଲି। ଆଜି ମଧ୍ୟ ସେହି ମଣ୍ଡିରେ ବରକୋଣାଠାରେ ହେଉଛି ଆମର ଶୁଭ ଉଦ୍ଘାଟନ। କାଲିଠୁ ଧାନ କିଣା ଆରମ୍ଭ ହେବ। ତେଣୁ ଚାଷୀମାନଙ୍କର କୌଣସି ସମସ୍ୟା ରହିବ ନାହିଁ କି ଗୋଟେ ଟୋକନ୍ ବି ଲାପ୍ସ କରିବା ପାଇଁ ଆମେ କେବେ ଦେବୁ ନାହିଁ। ଯେମିତି ଚାଷୀମାନେ ହସି ଖୋଳିକି ଯେ ଆମର ସରକାରଙ୍କର ମୋହନ ମାଝୀ ସରକାରଙ୍କର ଯେଉଁଭଳି ପ୍ରକ୍ରିୟାକରଣ ରଖିଛନ୍ତି ଏବଂ ଆମର ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯେଉଁଭଳି ଆଶା ପୋଷଣ କରିଛନ୍ତି ଆମେ ତାହାକୁ ହିଁ ଅକ୍ଷରେ ଅକ୍ଷରେ ପାଳନ କରିବା ପାଇଁ ଆମେ ସତ ଚେଷ୍ଟା କରିବୁ। ଭଲ ଖବର ନ୍ୟୁଜ୍ 24 ବନ୍ଦ।